ଯିଏ ତୃତୀୟ ଶ୍ରେଣୀରେ ପଢୁଥିଲା। ମୋ ସ୍ୱାମୀଙ୍କ ଦେହାନ୍ତ ପରେ ମୁଁ ସମ୍ପୂର୍ଣ୍ଣ ଏକାକୀ ହୋଇଗଲି। କିଛି କରିବା ଜରୁରୀ ହୋଇଗଲା। ତେଣୁ ମୁଁ ସିଲେଇ ଶିଖିବାକୁ ନିଷ୍ପତ୍ତି ନେଲି। ମୁଁ ଜଣେ ଯୁବକଙ୍କ ସହିତ କ୍ଲାସ୍ ନେଇଥିଲି। ସେ ବହୁତ ଏବଂ ସରଳ ଥିଲେ। ସେ ମୋତେ 2 କିମ୍ବା 3 ମାସ ମଧ୍ୟରେ ଭଲ ସିଲେଇ ଶିଖାଇଲେ। ଗୋଟିଏ ଦିନ ମୁଁ ତାଙ୍କୁ ରାତ୍ରି ଭୋଜନ ପାଇଁ ମୋ ଘରକୁ ନିମନ୍ତ୍ରଣ କଲି। ସେ ରାତ୍ରି ଭୋଜନ ପାଇଁ ଡେରି ହୋଇଯାଇଥିଲେ ଏବଂ ବହୁତ ଅନ୍ଧାର ଥିଲା। ସେ ମୋ ପାଇଁ ଏକ ଶାଢ଼ୀ କିଣିଥିଲେ। ଯେତେବେଳେ ମୁଁ ଏହାକୁ ପିନ୍ଧି ତାଙ୍କୁ ଦେଖାଇଲି ସେତେବେଳେ ଘରେ କେବଳ ଆମେ 2 ଜଣ ଥିଲୁ। ବାହାରେ ଘୋର ଅନ୍ଧାର ଥିଲା ଏବଂ ସେହି ରାତିରେ ସେ ମୋ ସହ ଏମିତି କଲେ ଯାହା ମତେ ବହୁତ ଶାନ୍ତି ମିଳିଲା। ନମସ୍କାର ବନ୍ଧୁଗଣ, ମୋର ନାମ ସ୍ୱାତି। ମୁଁ ଜଣେ ବିଧବା ଏବଂ ମୁଁ 30 ବର୍ଷ ବୟସର। ଯଦିଓ ମୁଁ 30 ବର୍ଷ ବୟସର, ମୁଁ ବହୁତ ସୁନ୍ଦର ଦେଖାଯାଉଛି ଏବଂ ଏବେ ବି ଯୁବତୀ ପରି ଦେଖାଯାଉଛି। ମୋ ସ୍ୱାମୀ ସିଲେଇ ମେସିନରେ କାମ କରୁଥିଲେ। ପୋଷାକ ସିଲେଇ କରୁଥିଲେ। ସେ ବହୁତ ପରିଶ୍ରମୀ ଥିଲେ। କେବେ କାହାର କାମରେ ହସ୍ତକ୍ଷେପ କରୁନଥିଲେ ଏବଂ ବହୁତ ଆକର୍ଷଣୀୟ ଥିଲେ। ଲୋକମାନେ ତାଙ୍କୁ ବହୁତ ସମ୍ମାନ କରୁଥିଲେ ଏବଂ କେତେକ ତାଙ୍କ ପାଖକୁ ସିଲାଇ କାମ ପାଇଁ ଆସୁଥିଲେ, ଯାହା ପରିବାର ପାଇଁ ରୋଜଗାରର ଏକ ଭଲ ଉତ୍ସ ଥିଲା। କିନ୍ତୁ ହଠାତ୍ ସେ ବସି କାମ କରିବା ଯୋଗୁଁ ପିଠିରେ ଯନ୍ତ୍ରଣା ଅନୁଭବ କଲେ ଏବଂ କିଛି ମାସ ମଧ୍ୟରେ ତାଙ୍କର ଦେହାନ୍ତ ହେଲା। ମୋ ସ୍ୱାମୀ ମୋତେ ବହୁତ ଭଲ ପାଉଥିଲେ। ସେ କେବେ ଅନ୍ୟ କାହାକୁ ଚାହିଁନଥିଲେ କାରଣ ସେ ସୁନ୍ଦର ଥିଲେ। ସେଥିପାଇଁ କିଛି ମହିଳା ତାଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ସେମାନଙ୍କ ପ୍ରତି କୌଣସି ଧ୍ୟାନ ଦେଇନଥିଲେ। ସେ ସବୁବେଳେ ମୋତେ କହୁଥିଲେ, ମୁଁ ତୁମକୁ ବହୁତ ଭଲ ପାଏ, ମୁଁ ତୁମକୁ ବହୁତ ପସନ୍ଦ କରେ। ସେଥିପାଇଁ ମୁଁ କେବେ କୌଣସି ମହିଳାଙ୍କୁ ଭୁଲ ଉଦ୍ଦେଶ୍ୟ ନେଇ ଦେଖିବି ନାହିଁ। ଆମେ ଦୁହେଁ ବହୁତ ଖୁସି ଥିଲୁ। ଆମେ ପ୍ରାୟତଃ ବୁଲିବାକୁ ବାହାରକୁ ଯାଉଥିଲୁ ଏବଂ ଏକାଠି ବହୁତ ଭଲ ସମୟ ବିତାଉଥିଲୁ। କିନ୍ତୁ ତାଙ୍କର ପିଠି ଯନ୍ତ୍ରଣା ଆହୁରି ବଢିଗଲା ଏବଂ ଗୋଟିଏ ଦିନ ସେ ମୋତେ ରାସ୍ତାରେ ଏକା ଛାଡ଼ିଦେଲେ। ବିବାହ ପରେ ଆମର ଗୋଟିଏ ଝିଅ ହୋଇଥିଲା ଯାହାର ନାମ ଆମେ କାବେରୀ ରଖିଥିଲୁ। ସେ ଏବେ ଏକ ସ୍କୁଲରେ 3ୟ ଶ୍ରେଣୀରେ ପଢେ ଏବଂ ବହୁତ ବୁଦ୍ଧିମାନ। ମୋର ସ୍ୱପ୍ନ ହେଉଛି ତାକୁ ଶିକ୍ଷିତ କରିବା ଏବଂ ତାକୁ ସ୍ୱାବଲମ୍ବୀ କରିବା। କିନ୍ତୁ ସମାଜ ମୋତେ ଖରାପ ଦୃଷ୍ଟିରେ ଦେଖୁଥିଲା। ଲୋକମାନେ ମୋତେ ଏକୁଟିଆ ଦେଖୁଥିଲେ। ବିଭିନ୍ନ ପ୍ରକାରର ଦୃଷ୍ଟି ପକାଇ ମୋ ପଛରେ ଆସୁଥିଲେ। ସେହି ଦୃଷ୍ଟି ମନ୍ଦରେ ପରିପୂର୍ଣ୍ଣ ଥିଲା। ମୁଁ ଜାଣିନଥିଲି କଣ କରିବି। ମୋ ସ୍ୱାମୀ ତାଙ୍କ ଚିକିତ୍ସାରେ ତାଙ୍କ ରୋଜଗାରର ଅଧିକାଂଶ ଖର୍ଚ୍ଚ କରିଦେଇଥିଲେ ଏବଂ ମୋତେ ଯାହା କିଛି ଟଙ୍କା ବାକି ଥିଲା ତାହା ସଞ୍ଚୟ କରିବାକୁ ପଡ଼ିଲା। ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ ଏକ କାମ ଶିଖିବି ଏବଂ ମୋର ନିଜର ବ୍ୟବସାୟ ଆରମ୍ଭ କରିବି। ସେତେବେଳେ ମୁଁ ଭାବିଲି, କାହିଁକି ସିଲେଇ ମେସିନ କାମ ଶିଖିବି ନାହିଁ ଏବଂ ଏକ ଟେଲରି ବ୍ୟବସାୟ ଆରମ୍ଭ କରିବି ନାହିଁ। ମୁଁ ମହିଳାଙ୍କ ପାଇଁ ଶାଢ଼ୀ ସିଲେଇ ତିଆରି କରିବା, ଶାଢ଼ୀରେ ପିକୋ ଫଲ୍ ଏବଂ ଛୋଟ ଏବଂ ବଡ଼ କମ୍ବଳ ସିଲାଇ କରିବା ଭଳି ଜିନିଷ ଶିଖିବାକୁ ନିଷ୍ପତ୍ତି ନେଇଥିଲି। ପ୍ରଥମେ ଏହା ସହଜ ନଥିଲା। ଜଣେ ଯୁବକ ଆମ ଘରଠାରୁ ଅଧ କିଲୋମିଟର ଦୂରରେ ସିଲେଇ ଭାବରେ କାମ କରୁଥିଲେ। ସେ ମୋ ବୟସର ଦେଖାଯାଉଥିଲେ। ଜଣେ ବନ୍ଧୁ ମୋତେ କହିଲେ ଯେ ବିଜୟ ମୋତେ ଜମ୍ପର ଏବଂ ଶାଢ଼ୀରେ ପିକୋ ଫଲ୍ ତିଆରି କରିବା ଶିଖାଇ ପାରିବେ। ତେଣୁ ଗୋଟିଏ ସକାଳେ ମୁଁ ମୋ ଝିଅକୁ ସ୍କୁଲରେ ଛାଡ଼ି ପାଖରେ ଥିବା ତାଙ୍କ ଦୋକାନକୁ ଗଲି। ସକାଳ ପ୍ରାୟ 9ଟା ସମୟରେ ଦୋକାନ ଖୋଲା ଥିଲା ଏବଂ ଭିତରେ କୌଣସି ଗ୍ରାହକ ନଥିଲେ। ମୁଁ ଦ୍ୱାର ଦେଇ ଚାହିଁଲି ଏବଂ ଜଣେ ଯୁବକ ସିଲେଇ ମେସିନରେ କିଛି ସିଲାଇ କରୁଥିବା ଦେଖିଲି। ମୁଁ ଠକ ଠକ କରି ପଚାରିଲି, ମୁଁ ଭିତରକୁ ଆସିପାରିବ କି? ସେ ମୋତେ ଦେଖିଲେ ଏବଂ ମୁଁ ମଧ୍ୟ। ସେ ବହୁତ ସୁନ୍ଦର ଥିଲେ ଏବଂ ସେ ମୋତେ ଦେଖିବାକୁ ଲାଗିଲେ। ଆମର ଆଖି ବନ୍ଦ ହୋଇଗଲା। ମୁଁ ଭିତରକୁ ଗଲି। ସେ ପଚାରିଲେ, ତୁମେ କଣ ଚାହୁଁଛ? ମୁଁ କହିଲି, ମୋ ନାମ ସ୍ୱାତି। ମୁଁ ଶାଢ଼ୀରେ ପିକୋ ଫଲ୍ସ ତିଆରି କରିବା ଶିଖିବାକୁ ଚାହୁଁଛି ଏବଂ ସିଲେଇ ମେସିନ କାମ କରୁଛି। ସେ କହିଲେ, ଠିକ ଅଛି। ମୁଁ ପଚାରିଲି, ଏହାର ମୂଲ୍ୟ କେତେ ହେବ? ସେ କହିଲେ, ଏହା 2 ମାସର ଶିଖିବା କାମ, ଯାହାର ମୂଲ୍ୟ 5,000। ମୋ ସ୍ୱାମୀ ଭଲ ରୋଜଗାର କରିଥିଲେ। ତେଣୁ ମୁଁ ତୁରନ୍ତ କହିଲି, ଠିକ ଅଛି ଏବଂ ତାଙ୍କୁ କହିଲି, ମୁଁ କାଲି ଆସିବି। ପରଦିନ ସକାଳେ ଭୋଜନ କରି ସାରି ମୋ ଝିଅକୁ ସ୍କୁଲରେ ଛାଡ଼ିବା ପରେ ମୁଁ ପୁଣି ତାଙ୍କ ଦୋକାନକୁ ଗଲି। ଏହା ମୋର ପ୍ରଥମ ଦିନ ଥିଲା। ସେ ମୋତେ କାଗଜରେ ମାପ କିପରି ନେବେ ଏବଂ କିପରି କାଟିବେ ତାହା ଦେଖାଇଲେ। ମୁଁ ତାଙ୍କ ବ୍ୟକ୍ତିତ୍ୱକୁ ବହୁତ ସୁନ୍ଦର ପାଇଲି। ଆମେ ଟିକେ କଥାବାର୍ତ୍ତା ଆରମ୍ଭ କଲୁ, କିନ୍ତୁ ଆମେ ପାଖରେ ନଥିବା ହେତୁ ମୁଁ ଅଧିକ କିଛି କହିଲି ନାହିଁ। 3 କିମ୍ବା 4 ଦିନ ବିତିଗଲା ଏବଂ ଆମେ ବହୁତ ପରିଚିତ ହୋଇଗଲୁ। ସେ ମୋତେ ଜମ୍ପର ପାଇଁ ମାପ କିପରି କରିବେ ଏବଂ କପଡ଼ା ଚିହ୍ନିତ କରିବେ ଶିଖାଇଲେ। ମୁଁ କଇଚିକୁ ଠିକ ଭାବରେ ଧରି ଜାଣିନଥିଲି। ତାପରେ ସେ ମୋ ହାତ ଧରି ମୋତେ ସେଗୁଡ଼ିକୁ କିପରି ଧରିବେ ଶିଖାଇଲେ ଏବଂ ତାଙ୍କ ହାତ ମୋ ହାତରେ ରଖି ସେଗୁଡ଼ିକୁ କିପରି ବ୍ୟବହାର କରିବେ ତାହା ବୁଝାଇବାକୁ ଲାଗିଲେ। ଏବେ ମୁଁ କଇଚି କିପରି ଭଲ ଭାବରେ ବ୍ୟବହାର କରିବେ ତାହା ବୁଝିବାକୁ ଲାଗିଲି। କାଗଜରେ କିପରି ମାପ ନେବେ ଏବଂ କପଡ଼ାର ଟିପ କିପରି କରିବେ। ଗୋଟିଏ ଦିନ କଥାବାର୍ତ୍ତା କରୁଥିବା ସମୟରେ
ବିଜୟ ମୋତେ ପଚାରିଲେ, ତୁମ ଘରେ କିଏ ରହେ? ତୁମ ସ୍ୱାମୀ କଣ କରନ୍ତି? ଏହା ଶୁଣି ମୋ ଆଖିରେ ଲୁହ ଆସିଗଲା। ସେ କହିଲେ, ଠିକ ଅଛି, ଏହାକୁ ଛାଡ଼ିଦିଅ, କାନ୍ଦ ନାହିଁ। ଯଦି ତୁମେ ମୋତେ ନିଜ ବିଷୟରେ କିଛି କହିବାକୁ ଚାହୁଁନାହଁ ତେବେ କୁହ ନାହିଁ, ମୁଁ ତୁମକୁ ବାଧ୍ୟ କରୁନାହିଁ। ତାପରେ ମୁଁ ଧୀରେ ଧୀରେ ତାଙ୍କୁ କହିବାକୁ ଲାଗିଲି, ମୋ ଘର ପାଖରେ କେବଳ ମୋ ଝିଅ ଏବଂ ମୁଁ ମୋ ଘରେ ରହୁ। ମୋ ସ୍ୱାମୀଙ୍କ ଦେହାନ୍ତ ହୋଇଛି। ସେ ଏ ବିଷୟରେ ବହୁତ ଖରାପ ଅନୁଭବ କଲେ। ଆମେ କିଛି ସମୟ ପାଇଁ ଏହିପରି କଥାବାର୍ତ୍ତା କରି ଚାଲିଲୁ। ମୁଁ ବିଜୟଙ୍କୁ ନିଜ ବିଷୟରେ ପଚାରିଲି ଏବଂ ସେ କହିଲେ, ମୋ ଘରେ ଆମେ 3 ଜଣ ଅଛୁ, ମୁଁ, ମୋ ମା ଏବଂ ମୋ ବାପା। ମୁଁ ଏବେ ବି ଅବିବାହିତ। କିଛି ଦିନ ମଧ୍ୟରେ ମୁଁ ବହୁତ ଭଲ ଭାବରେ ସିଲେଇ କରିପାରିବି, କିନ୍ତୁ ଏବେ ମୋତେ କାହାର ଶରୀର ମାପ କିପରି କରିବା ଶିଖିବାକୁ ପଡ଼ିଲା। ସବୁଦିନ ପରି ଯେତେବେଳେ ମୁଁ ତାଙ୍କ ପାଖକୁ ସିଲେଇ ଶିଖିବାକୁ ଯାଇଥିଲି, ସେ କହିଲେ, ଆଜି ମୁଁ ତୁମକୁ ମାପ ଶିଖାଇବି। ତାପରେ ସେ ଟେପ୍ ମାପ ନେଇ ମୋ ପାଖକୁ ଆସିଲେ। ସେ ମୋର ବ୍ଲାଉଜ ମାପ କରିବାକୁ ଲାଗିଲେ। ଟେପ୍ ମାପରେ ଲେଖାଥିବା ମାପ ଦେଖିବା ପାଇଁ ତାଙ୍କ ମୁହଁ ଧୀରେ ଧୀରେ ମୋ ପାଖକୁ ଚାଲିଗଲା। ସେ ମୋ ଜମ୍ପରର କପଡ଼ା ମାପ କରୁଥିଲେ ଏବଂ ମୁଁ ତାଙ୍କୁ ଦେଖୁଥିଲି ଏବଂ ସେ ମଧ୍ୟ ଗୁପ୍ତରେ ମୋତେ ଦେଖୁଥିଲେ। ଯେତେବେଳେ ସେ ମୋର ବେକ ମାପ ନେଉଥିଲେ, ତାଙ୍କ ମୁହଁ ଏତେ ନିକଟତର ହୋଇଗଲା ଯେ ଆମର ଆଖି ମିଶିଗଲା। ଆମେ କିଛି ମୁହୂର୍ତ୍ତ ପାଇଁ ପରସ୍ପର ଆଖିକୁ ଚାହିଁ ରହିଲୁ। ତାପରେ ହଠାତ୍ ବାହାରୁ ଏକ ସ୍ୱର ଆମ ଦୃଷ୍ଟିକୁ ଭାଙ୍ଗିଦେଲା। ଏବେ ମୁଁ ମାପ ନେବାର କଳା ବୁଝିପାରିଲି। ଧୀରେ ଧୀରେ ମୁଁ ଅନ୍ୟାନ୍ୟ ଜିନିଷ ମଧ୍ୟ ଶିଖିଗଲି। ଆମର କଥାବାର୍ତ୍ତା ଅଧିକ ବାରମ୍ବାର ହେବାକୁ ଲାଗିଲା। ଆମ ମଧ୍ୟରେ ଆକର୍ଷଣ ମଧ୍ୟ ବଢିବାକୁ ଲାଗିଲା। ସେ ମୋ ସହିତ ବହୁତ ପ୍ରେମରେ କଥା ହେଉଥିଲେ ଏବଂ ପ୍ରତିଦିନ ମୋତେ ଖାଇବାକୁ କିଛି ଆଣି ଦେଉଥିଲେ, କେତେବେଳେ ଚକୋଲେଟ, କେତେବେଳେ କ୍ୟାଡବରି। କିଛି ଦିନ ମଧ୍ୟରେ ମୋର ସିଲେଇ କାମ ଶିଖିବା ସମାପ୍ତ ହୋଇଗଲା। ଯେତେବେଳେ ମୁଁ ତାଙ୍କୁ ଟଙ୍କା ଦେବାକୁ ଗଲି, ସେ ସ୍ପଷ୍ଟ ଭାବରେ ମନା କରିଦେଲେ। ସେ କହିଲେ, ମୁଁ ଟଙ୍କା ଚାହୁଁନାହିଁ। ତୁମ ପରିବାର ପୂର୍ବରୁ ଗରିବ। ତୁମ ସ୍ୱାମୀ ଆଉ ନାହାନ୍ତି। ମୁଁ ଏପରି ସମୟରେ ଟଙ୍କା ନେଇପାରିବି ନାହିଁ। ହଁ, କିନ୍ତୁ ଦୟାକରି ମୋତେ କୌଣସି ଦିନ ରାତ୍ରି ଭୋଜନ ପାଇଁ ତୁମ ଘରକୁ ନିମନ୍ତ୍ରଣ କର। ମୁଁ କହିଲି, ଠିକ ଅଛି। ସେହି ଦିନ ଯେତେବେଳେ ମୁଁ ଗଲା, ମୁଁ ବହୁତ ଅଜବ ଏବଂ ଦୁଃଖିତ ଅନୁଭବ କଲି। ସେ ମୋର ବହୁତ ଯତ୍ନ ନେଉଥିଲେ। ସେ ସବୁବେଳେ ମୋ ପାଇଁ କିଛି ନା କିଛି ଆଣି ଦେଉଥିଲେ। ଘରକୁ ଆସିବା ପରେ ମଧ୍ୟ ମୁଁ ଦିନର ବାକି ସମୟ ପାଇଁ କୌଣସି ଜିନିଷରେ ଧ୍ୟାନ ଦେଇ ପାରିଲି ନାହିଁ। କିନ୍ତୁ ଶେଷରେ ଅନ୍ୟ କୌଣସି ବିକଳ୍ପ ନଥିଲା। ସିଲେଇ କାମ ସମାପ୍ତ କରିବା ପରେ ତାଙ୍କ ପାଖକୁ ବାରମ୍ବାର ଯିବା ମୂଲ୍ୟବାନ ନଥିଲା। ଏବେ ମୁଁ ମହିଳାମାନଙ୍କ ପାଇଁ ଜମ୍ପର, ଡ୍ରେସ୍ ଏବଂ ପୋଷାକ ସିଲାଇ କରିବା ଆରମ୍ଭ କରିଥିଲି ଏବଂ ମୁଁ ସିଲାଇରେ ବହୁତ ଦକ୍ଷ ହୋଇଗଲି। ମହିଳାମାନେ ମଧ୍ୟ ମୋର ସିଲେଇକୁ ପସନ୍ଦ କରୁଥିଲେ। ମୁଁ ସିଲେଇ କରିବାର ପ୍ରାୟ 15 ଦିନ ବିତିଗଲା ଏବଂ ମୁଁ ଭଲ ଟଙ୍କା ରୋଜଗାର କରୁଥିଲି। ହଠାତ୍ ମୋର ମନେ ପଡ଼ିଲା ଯେ ମୁଁ ନିଶ୍ଚିତ ଭାବରେ ବିଜୟଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିବା ଉଚିତ। ସେ ମୋତେ ବହୁତ ସାହାଯ୍ୟ କରିଥିଲେ, ତଥାପି ମୁଁ ତାଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିନଥିଲି। ଗୋଟିଏ ଦିନ ମୁଁ ତାଙ୍କ ଦୋକାନକୁ ଗଲି। ସେ ପୋଷାକ ସିଲାଇ କରୁଥିଲେ। ମୁଁ ଦ୍ୱାର ପାଖରେ ଠିଆ ହୋଇ କହିଲି, ମୁଁ ଭିତରକୁ ଆସିପାରିବ କି? ସେ ମୋତେ ଚାହିଁଲେ, ହସିଲେ ଏବଂ କହିଲେ, ଆସ୍। ମୋ ଝିଅ ମୋ ସହିତ ଥିଲା। ସେ ମୋତେ ଚାହିଁ କହିଲେ, ତୁମର ଝିଅ ବହୁତ ସୁନ୍ଦର। ମୁଁ କହିଲି, ମୁଁ ତୁମକୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିବାକୁ ଆସିଛି। ତୁମର ସମୟ କେବେ ମିଳିବ? ସେ କହିଲେ, ମୁଁ କାଲି ଅପରାହ୍ନରେ ଆସିବି। ମୁଁ କହିଲି, ଠିକ ଅଛି ଏବଂ ଯିବାକୁ ଲାଗିଲି। ଠିକ ସେତିକିବେଳେ ସେ ତାଙ୍କ ପକେଟରୁ ଏକ 500 ଟଙ୍କାର ନୋଟ କାଢି ମୋ ଝିଅର ହାତରେ ଥୋଇଦେଲେ। ମୋ ଝିଅ ମନା କରୁଥିଲା, କହୁଥିଲା, ନା କାକା, ମୁଁ ଏହା ଚାହେଁ ନାହିଁ। କିନ୍ତୁ ସେ ମୋତେ ଜୋର ଜବରଦସ୍ତ କରିଥିଲେ। ଆମେ ଟିକିଏ ଦୂରକୁ ଆସିବା ପରେ ମୋ ଝିଅ ମୋତେ କହିଲା, କାକା ମୋତେ ଟଙ୍କା ଦେଇଛନ୍ତି। ମୁଁ ତାଙ୍କ ହାତରେ ଦେଖିଲି ଏବଂ ଏହା ପ୍ରକୃତରେ 500 ଟଙ୍କାର ନୋଟ ଥିଲା। ମୁଁ ଗଭୀର ଭାବରେ ପ୍ରଭାବିତ ହୋଇଗଲି। ସେ ସବୁବେଳେ ମୋତେ ସାହାଯ୍ୟ କରିଥିଲେ। ମୋତେ କିଛି ନ କହି ମୁଁ ଭାବିଲି ଯେପରି ମୋ ସ୍ୱାମୀ ମୋତେ ଗଭୀର ଭାବରେ ଭଲ ପାଉଥିଲେ, ଏହି ବିଜୟ ମଧ୍ୟ ମୋତେ ଗଭୀର ଭାବରେ ଭଲ ପାଉଥିଲେ। ସେ ପରଦିନ ଅପରାହ୍ନରେ ମଧ୍ୟାହ୍ନ ଭୋଜନ ପାଇଁ ଆସିବା କଥା ଥିଲା। ମୁଁ ଘର ସଫା କଲି, ସବୁକିଛି ସଜାଡ଼ିଲି, ତାଙ୍କ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ରାନ୍ଧିଲି ଏବଂ ମଧ୍ୟାହ୍ନରୁ ତାଙ୍କ ପାଇଁ ଅପେକ୍ଷା କଲି। କିନ୍ତୁ ସେ ମଧ୍ୟାହ୍ନରେ ଆସିଲେ ନାହିଁ। ଧୀରେ ଧୀରେ ଅନ୍ଧାର ହେଉଥିଲା। ମୁଁ ଭାବିଲି ହୁଏତ ସେ ସେହି ଦିନ ଆସିବେ ନାହିଁ। ସେତେବେଳେ ସକାଳ 8ଟା ହୋଇଥିଲା। ହଠାତ୍ ମୁଁ ଦ୍ୱାରରେ ଠକ ଠକ ଶବ୍ଦ ଶୁଣିଲି। ମୁଁ ଦ୍ୱାର ଖୋଲିଲି ଏବଂ ସେଠାରେ ବିଜୟ ଠିଆ ହୋଇଥିଲେ। ସେ କହିଲେ, ଦୁଃଖିତ, କିନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ଆସିଥିଲା, ତେଣୁ ମୋତେ ତାଲୁକା ଯିବାକୁ ପଡ଼ିଲା ଏବଂ ସେଥିପାଇଁ ମୁଁ ଆସିପାରିଲି ନାହିଁ। ମୁଁ ହସି କହିଲି, ଠିକ ଅଛି, ରହିବାକୁ ଦିଅ। ତାପରେ ମୁଁ ତାଙ୍କୁ ଖାଦ୍ୟ ପରିବେଷଣ କଲି। ସେ କହିଲେ, ମୁଁ ଏକା ଖାଇବି ନାହିଁ, ଆମେ ଏକାଠି ଖାଇବୁ। ଆମେ 3 ଜଣ ବସି ଖାଇଲୁ। ସେ ମୋର ରୋଷେଇକୁ ପ୍ରଶଂସା କଲେ ଏବଂ କହିଲେ ଯେ ତାଙ୍କୁ ଏହା ବହୁତ ଭଲ ଲାଗିଲା। ଏକାଠି ଖାଇବା
गपसप करिबा एवं हसिबा बहुत भल लागिला। से जेतेबेले मो झियो पई बहुत जिनिस आनिथिले मिठा, एक सुंदर फ्रॉक एवं मो पई एक सुंदर साड़ी। जेतेबेले से आमको एही उपहार देले मो आखिरे आनंदर लुह आसीगला। मो झियो शीघ्र सोई पड़िला एवं सोईबाकू गला। से एवं मु किछि समय कथा हेलु। मु तांकू पचारिली, तुमे आम पई एते काहिकी करूछ? तुमे कोनोसी क्लास फी नै नाहम एवं तुमे मते एते साहाय्य करूछ? से चुप रहिले एवं किछि कहिले नाही। मु मजारे कहिली, एबे तुमे मते एक साड़ी किनिछ, मु तुमको एहाकू किपरि चेष्टा करिबाकू हेबो ताहा देखाइबी। मु कहिली, 5 मिनिट अपेक्षा कर, मु शीघ्र फेरी आसीबी। मु से देइथिबा साड़ीटी नै पिंधिली। एहा बहुत महंगा एवं सुंदर थिला। एहाकू पिंधि मु एक संपूर्ण नूतन बधू परी देखा जाउथिली। जेतेबेले मु द्वार बाहरकू आसिली, से मोते चाहिले एवं तुरंत ठिया हेले। से मोते चाहिले कारण मु सेही गाड़ी रे प्रकृतरे सुंदर देखा जाउथिली। से केवल किछि समय पई मो आडकू चाहि रहिले। मु तांकू हाथ हलाइली एवं से तांको चेता शून्य होई कहिले, तुमे सेही साड़ी रे बहुत सुंदर देखा जाउछ। मु हसी हसी कहिली, धन्यवादर। से कहिले, मु ए स्थान छाड़िबाकू इच्छा करू नाही। मु आश्चर्य होई गली एवं तापरे पचारिली, तुमे कोन कहिली? मते सत्य कुह। से किछि समय पई नीरव रहिले, तापरे पचारिले, मु तुमको सत्य कहिबा उचित कि? मु कहिली, हां, मते सत्य कुह। तापरे विजय मो हाथ धरी कहिले, मु सत्य कहुछि। मु तुमको बहुत पसंद करे, मु तुमको भल पाए। एहा सुनी मो आखिरे आनंदर लुह छरीगला। मु तांकू आलिंगन न करी रही पारिली नाही एवं से मोते जोररे आलिंगन कले। आमे बहुत समय पर्यंत परस्परर हाथ धरी रहिलु। परे आमे चुंबन कलु एवं आमर प्रेम आहुरी गभीर हेला। से सेही रातिरे घरकू गला नाही। आमे एकाठी राति बिताइलु एवं सेही राति आम पई अपार आनंद आनिदेला। आमे परस्पर को प्रेम रे ढाली देलु एवं परस्पर प्रति गभीर सम्मान विकसित कलु। परदिन सकाळे से घर को जाई तांको पितामातांकू सत्य कहिले, मु स्वातिंकू प्रेम करि सारिछि एवं तांकू विवाह करिबाकू चाहुछि। तापरे से तांको पितामातांकू मो घर को आनिले, जाहा मोते आश्चर्य कला। चा एवं जलखिया परे तांको माता निजे एही विषयटी कहिथिले एवं कहिले, विजय तुमको पसंद करे जदि तुमे चाहुछ, आमे तुमको आमर बहु भाबरे पाइबाकू भल पाइबु। एहा सुनी मो आखि पुणी लुहरे पूर्ण होइगला। मु मने मने भाबिली, मते मध्य समर्थन दरकार। लोक माने मते कृणा दृष्टिरे देखंती, किंतु एही विजय मोर अतीत को चिंता करे नाही। से मते तांको स्त्री भाबरे ग्रहण करूछंती। से मो झियो को मध्य निजर बोली मने करंती। तेनु मु हम कहिली। विजयर मा मो झियो को पचारिले, तुमे कोन विजय को बापा भाबरे पसंद करिवो? मो झियो खुशी रे हाँ कहिला एवं विजयଙ୍କ मांकू आलिंगन कला। घरे परिवेश आनंदरे पूर्ण होइगला। परदिन आमे विवाह कलु एवं आमर नूतन जीवन आरंभ कलु। एबे आमे दुहे एकाठी सिलेई काम करू एवं मो झियो स्कूल को जाए। सबु किछि भल चलिछि। विजय मते बहुत भल पाई एवं मो झियो को निजर बोली मने रखे। बंधुगण, मु विजयଙ୍କୁ विवाह करी ठीक कली कि भूल कली? मते कमेंट रे कुह एवं तुमे एही जीवन कहानी को किपरि पाइले मते मध्य ताहा कुह। जदि आपण एही कहानीटी पसंद करिसंती तेबे वीडियो को लाइक, शेयर एवं चैनल को सब्सक्राइब करबाकू भूलंतु नाही। केतेबेले जीवन मझिरे अटकी जाए, किंतु जदि केही आपणଙ୍କ हाथ धरिबाकू हाथ बढ़ाए तेबे सेही जीवन पुणी फुटी उठे। जणे विधवा भाबरे मते समाजर एकांत दृष्टि एवं अपमान सह्य करबाकू पड़िथिला, किंतु जेतेबेले मु प्रेम, बुझामणा एवं समर्थन पाइली, मोर जीवन नूतन भाबरे आरंभ हेला। जदियो आपण एका एवं भांगी पड़िछंती, निज उपरे विश्वास रखंतु, कारण केही जणे केउठी ना केउठी आपणଙ୍କ जीवनକୁ पुणी सुंदर करबाकू अपेक्षा करिछि। बंधुगण, आपणଙ୍କୁ एही कहानीटी किपरि लागिला? जदि आपण पसंद करिछंती तेबे वीडियो को लाइक, शेयर एवं चैनल को सब्सक्राइब करबाकू भूलंतु नाही। धन्यवाद।